ଚାଲିଛି ବିଧାନସଭା ସେଥିପାଇଁ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଧାୟକ ଚକ୍ରମଣି କଅଁର ସରକାରଙ୍କୁ ମହିଳାଙ୍କ ନିଖୋଜ ସମ୍ପର୍କରେ ଏକ ପ୍ରଶ୍ନ କରିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି। ଗତ 4 ବର୍ଷରେ 36,420 ମହିଳା ନିଖୋଜ ହୋଇଛନ୍ତି। 8,403 ଜଣ ଶିଶୁ ମଧ୍ୟ ନିଖୋଜ ହୋଇଥିବା ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି। ଦଲାଲଙ୍କ ଦ୍ୱାରା ଅନ୍ୟ ରାଜ୍ୟକୁ 421 ମହିଳା ଓ ବାଳିକା ଚାଲାଣ ହୋଇଥିବା ସେ କହିଛନ୍ତି। ଆଉ ଏହି ଘଟଣାରେ 453 ଜଣ ଦଲାଲଙ୍କୁ ଗିରଫ କରାଯାଇଛି ବୋଲି ଉତ୍ତରରେ କୁହାଯାଇଛି। 1417 ମହିଳା ଓ 1857 ଶିଶୁ ଉଦ୍ଧାର ହୋଇଥିବା ବେଳେ 4 ବର୍ଷରେ 748 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମହିଳାଙ୍କ କ୍ଷେତ୍ରରେ ସ୍ଥିତି ଉଦ୍ବେଗଜନକ ଥିବା କୁହାଯାଇଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଶୁଣିବା ପରେ ସମସ୍ତେ ଚକିତ ହୋଇଥିଲେ। ସେପଟେ ଗତ 4 ବର୍ଷରେ 36,000 ମହିଳା ନିଖୋଜ ହେବା ଏକ ଚିନ୍ତାର ବିଷୟ ବୋଲି ଆଲୋଚନା ହେଉଛି। ରାଜ୍ୟରେ ସରକାର ଗଠନ କରିବାରେ ଯେଉଁ ବି ଦଳ ଥାଉ ମହିଳା ନିଖୋଜ ସଂଖ୍ୟା ବୃଦ୍ଧି ପାଇବା ଶୁଭଙ୍କର ନୁହେଁ। ତେଣୁ ଏହାକୁ ରୋକିବା ପାଇଁ ଯତ୍ନବାନ ହେବା ନିହାତି ଜରୁରୀ। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ୍।